ଓମ୍ ଶାନ୍ତି। 20 ଏପ୍ରିଲ 2025 ଅବ୍ୟକ୍ତ ମହାବାକ୍ୟ ପୁନରାବୃତ୍ତି 18 ଜାନୁଆରୀ 2005। ମୁରଲୀର ସାରାଂଶ। ଗୋଟିଏ ସେକେଣ୍ଡରେ ଦେହର ସ୍ମୃତିଠାରୁ ମୁକ୍ତ ହୋଇ ଜୀବନମୁକ୍ତ ସ୍ଥିତିର ଅନୁଭବ କର ଏବଂ ମାଷ୍ଟର ମୁକ୍ତି ଜୀବନ ମୁକ୍ତିଦାତା ହୁଅ। ଗୋଟିଏ ସେକେଣ୍ଡରେ ଦେହର ସ୍ମୃତିଠାରୁ ମୁକ୍ତ ହୋଇ ଜୀବନମୁକ୍ତ ସ୍ଥିତିର ଅନୁଭବ କର ଏବଂ ମାଷ୍ଟର ମୁକ୍ତି ଜୀବନ ମୁକ୍ତିଦାତା ହୁଅ। ଆଜି ବାପ୍ ଦାଦା ଚାରିଆଡ଼ର ଭାଗ୍ୟବାନ ଗେହ୍ଲା ପିଲାମାନଙ୍କୁ ଦେଖୁଛନ୍ତି। ଏଠାରେ ପ୍ରତ୍ୟେକ ସନ୍ତାନ ସ୍ନେହରେ ସମାହିତ ହୋଇଯାଇଛନ୍ତି। ଏହି ପରମାତ୍ମା ସ୍ନେହ ଅଲୌକିକ ସ୍ନେହ ଅଟେ। ଏହି ସ୍ନେହ ହିଁ ପିଲାମାନଙ୍କୁ ବାବାଙ୍କର କରିଦେଇଛି। ସ୍ନେହ ହିଁ ପିଲାମାନଙ୍କୁ ସହଜ ବିଜୟୀ କରିଦେଇଛି। ଆଜି ଅମୃତ ବେଳାଠାରୁ ଚାରିଆଡ଼ର ପ୍ରତ୍ୟେକ ସନ୍ତାନ ନିଜର ସ୍ନେହର ମାଳା ବାପ୍ ଦାଦାଙ୍କୁ ପିନ୍ଧାଇ ଦେଇଛନ୍ତି। କାହିଁକି ନା ପ୍ରତ୍ୟେକ ସନ୍ତାନ ଜାଣିଛି ଯେ ଏହି ପରମାତ୍ମା ସ୍ନେହ କ'ଣରୁ କ'ଣ କରିଦେଉଛି। ସ୍ନେହର ଅନୁଭୂତି ହିଁ ଅନେକ ପରମାତ୍ମା ସମ୍ପତ୍ତିର ମାଲିକ କରିଦେଇଛି ଏବଂ ଏହି ସମ୍ପତ୍ତିର ସୁବର୍ଣ୍ଣ ଚାବି ବାବା ସବୁ ପିଲାଙ୍କୁ ଦେଇଛନ୍ତି। ଜାଣିଛ ନା ସେହି ସୁବର୍ଣ୍ଣ ଚାବିଟି କ'ଣ? ସେହି ଚାବିଟି ହେଲା ମେରା ବାବା। ମେରା ବାବା କହିବା ମାତ୍ରକେ ସର୍ବ ସମ୍ପତ୍ତିର ଅଧିକାରୀ ହୋଇଗଲ। ସର୍ବ ପ୍ରାପ୍ତିଗୁଡ଼ିକର ଅଧିକାରରେ ସମ୍ପନ୍ନ ହୋଇଗଲ। ସର୍ବଶକ୍ତିରେ ସମ୍ପନ୍ନ ହୋଇଗଲ। ମାଷ୍ଟର ସର୍ବଶକ୍ତିବାନ ଆତ୍ମା ହୋଇଗଲ। ଏହିଭଳି ସମ୍ପନ୍ନ ଆତ୍ମାମାନଙ୍କ ଦିଲରୁ କେଉଁ ଗୀତ ବାହାରୁଛି? ଆମ ବ୍ରାହ୍ମଣମାନଙ୍କ ଭଣ୍ଡାରରେ କୌଣସି ବସ୍ତୁ ଅପ୍ରାପ୍ତ ନୁହେଁ। ଆଜିର ଦିନକୁ ସ୍ମୃତି ଦିବସ ବୋଲି କହୁଛ ନା? ଆଜି ସବୁ ପିଲାଙ୍କୁ ବିଶେଷ କରି ଆଦିଦେବ ବ୍ରହ୍ମା ବାବାଙ୍କର ସ୍ମୃତି ଅଧିକ ଆସୁଛି। ବ୍ରହ୍ମା ବାବା ମଧ୍ୟ ତୁମ ବ୍ରାହ୍ମଣ ପିଲାମାନଙ୍କୁ ଦେଖି ହର୍ଷିତ ହେଉଛନ୍ତି। କାହିଁକି ଜାଣିଛ? ପ୍ରତ୍ୟେକ ବ୍ରାହ୍ମଣ ସନ୍ତାନ କୋଟିକ ଭିତରେ କେହି ଭାଗ୍ୟବାନ ସନ୍ତାନ ଅଟେ। ତେବେ ତୁମେମାନେ ନିଜର ଭାଗ୍ୟକୁ ତ ଜାଣିଛ ନା? ବାପ୍ ଦାଦା ପ୍ରତ୍ୟେକ ସନ୍ତାନର ମସ୍ତକରେ ଚମକୁଥିବା ଭାଗ୍ୟର ତାରକାକୁ ଦେଖି ହର୍ଷିତ ହେଉଛନ୍ତି। ଆଜିର ସ୍ମୃତି ଦିବସରେ ବିଶେଷ କରି ବାପ୍ ଦାଦା ବିଶ୍ୱ ସେବାର ଦାୟିତ୍ୱର ମୁକୁଟ ପିଲାମାନଙ୍କୁ ଅର୍ପଣ କରିଥିଲେ। ତେଣୁ ଏହି ସ୍ମୃତି ଦିବସ ତୁମମାନଙ୍କର ରାଜ୍ୟ ତିଳକ ଧାରଣ କରିବାର ଦିବସ ମଧ୍ୟ ଅଟେ। ପିଲାମାନଙ୍କୁ ସାକାର ରୂପରେ ବିଶେଷ ୱିଲ୍ ପାୱାରର ଅର୍ଥାତ୍ ଇଚ୍ଛା ଶକ୍ତିକୁ ୱିଲ୍ କରିବାର ଅର୍ଥାତ୍ ହସ୍ତାନ୍ତର କରିବାର ଦିବସ ଅଟେ। ସନ୍ ସୋଜ୍ ଫାଦର ଅର୍ଥାତ୍ ପୁତ୍ର ଦ୍ୱାରା ପିତାର ପ୍ରତ୍ୟକ୍ଷତା। ଏହି ଗାୟନକୁ ସାକାର କରିବାର ଦିବସ ମଧ୍ୟ ଅଟେ। ବାପ୍ ଦାଦା ପିଲାମାନଙ୍କର ନିମିତ୍ତ ହୋଇ ନିଃସ୍ୱାର୍ଥ ଭାବରେ କରୁଥିବା ବିଶ୍ୱ ସେବାକୁ ଦେଖି ଖୁସି ହେଉଛନ୍ତି। ବାପ୍ ଦାଦା ନିଜେ କରାବନହାର ଅର୍ଥାତ୍ ନିର୍ଦ୍ଦେଶକର୍ତ୍ତା ହୋଇ କରନହାର ଅର୍ଥାତ୍ କର୍ମକର୍ତ୍ତା ପିଲାମାନଙ୍କର ପ୍ରତ୍ୟେକ କର୍ମରୂପୀ ପଦକ୍ଷେପକୁ ଦେଖି ଖୁସି ହେଉଛନ୍ତି। କାହିଁକି ନା ସେବାର ସଫଳତାର ବିଶେଷ ଆଧାର ହିଁ ହେଉଛି କରାବନହାର ବାବା। ମୁଁ କରନହାର ଆତ୍ମା ଦ୍ୱାରା ସେବା କରାଉଛନ୍ତି। ମୁଁ ଆତ୍ମା ନିମିତ୍ତ ଅଟେ। କାହିଁକି ନା ନିମିତ୍ତ ଭାବ ଦ୍ୱାରା ନିର୍ମାଣ ସ୍ଥିତି ସ୍ୱତଃ ହିଁ ହୋଇଯାଇଥାଏ। ମୁଁ ପଣିଆ ଯାହାକି ଦେହର ସ୍ମୃତିକୁ ନେଇ ଆସିଥାଏ, ତାହା ନିର୍ମାଣ ଭାବ ଦ୍ୱାରା ଆପେ ଆପେ ସମାପ୍ତ ହୋଇଯାଏ। ଏହି ବ୍ରାହ୍ମଣ ଜୀବନରେ ସବୁଠାରୁ ଅଧିକ ବିଘ୍ନ ରୂପ ଯଦି କେହି ହେଉଥାଏ, ତେବେ ତାହା ହେଲା ଦେହ ଅଭିମାନଯୁକ୍ତ ମୁଁ ପଣିଆ। କରାବନହାର ବାବା କରାଉଛନ୍ତି। ମୁଁ ନିମିତ୍ତ କରନହାର ହୋଇ କର୍ମ କରୁଛି। ଯଦି ସର୍ବଦା ଏହି ସ୍ମୃତି ରହିବ, ତେବେ ସହଜରେ ଦେହ ଭାନଠାରୁ ମୁକ୍ତ ହୋଇଯିବ ଏବଂ ଜୀବନ ମୁକ୍ତିର ମଜା ଅନୁଭବ କରିବ। ଜୀବନ ମୁକ୍ତି ତ ଭବିଷ୍ୟତରେ ନିଶ୍ଚିତ ପ୍ରାପ୍ତ ହେବ, କିନ୍ତୁ ଏବେ ସଙ୍ଗମ ଯୁଗରେ ଜୀବନ ମୁକ୍ତିର ଅଲୌକିକ ଆନନ୍ଦ ଆହୁରି ଅଧିକ ଅଲୌକିକ ଅଟେ। ଯେପରି ବ୍ରହ୍ମା ବାବାଙ୍କୁ ଦେଖିଛ, କର୍ମ କରୁଥିଲେ ମଧ୍ୟ କର୍ମର ବନ୍ଧନରୁ ସ୍ୱତନ୍ତ୍ର ବା ମୁକ୍ତ ଥିଲେ। ଜୀବନରେ ଥାଇ କମଳ ପୁଷ୍ପ ସମାନ ନ୍ୟାରା ଏବଂ ପ୍ୟାରା ରହୁଥିଲେ। ଏତେ ବଡ଼ ପରିବାରର ଦାୟିତ୍ୱ, ନିଜର ଜୀବନର ଦାୟିତ୍ୱ
ଯୋଗୀ ହେବାର ଦାୟିତ୍ୱ, ଫରିସ୍ତାରୁ ଦେବତା ହେବାର ଦାୟିତ୍ୱ ଥାଇ ମଧ୍ୟ ଚିନ୍ତାମୁକ୍ତ ସମ୍ରାଟ ହୋଇଥିଲେ। ଏହାକୁ ହିଁ ଜୀବନମୁକ୍ତ ସ୍ଥିତି କୁହାଯାଏ। ସେଥିପାଇଁ ହିଁ ଭକ୍ତି ମାର୍ଗରେ ବ୍ରହ୍ମାଙ୍କର ଆସନକୁ ପଦ୍ମଫୁଲର ଆସନ ଉପରେ ଦେଖାଇଛନ୍ତି। ବ୍ରହ୍ମାକୁ କମଳ ଆସନଧାରୀ ରୂପରେ ଦେଖାଇଛନ୍ତି। ତେଣୁ ତୁମ ସମସ୍ତଙ୍କୁ ଏହି ସଙ୍ଗମ ଯୁଗରେ ଜୀବନ ମୁକ୍ତିର ଅନୁଭବ କରିବାକୁ ହିଁ ପଡ଼ିବ। ତେବେ ବାପ ଦାଦାଙ୍କର ମୁକ୍ତି ଜୀବନ ମୁକ୍ତିର ସମ୍ପତ୍ତି ମଧ୍ୟ ଏହି ସମୟରେ ହିଁ ପ୍ରାପ୍ତ ହୋଇଥାଏ। ଏହି ସମୟରେ ହିଁ ତୁମମାନଙ୍କୁ ମାଷ୍ଟର ମୁକ୍ତି ଜୀବନ ମୁକ୍ତିର ଦାତା ହେବାକୁ ପଡ଼ିବ। ହୋଇଛ ମଧ୍ୟ ଏବଂ ହେବ ମଧ୍ୟ। ତେବେ ମୁକ୍ତି ଜୀବନ ମୁକ୍ତିର ମାଷ୍ଟର ଦାତା ହେବାର ବିଧି ହେଲା ଗୋଟିଏ ସେକେଣ୍ଡରେ ଦେହଭାନ ଠାରୁ ମୁକ୍ତ ହୋଇଯାଉଥିବ। ଏହି ଅଭ୍ୟାସର ଏବେ ହିଁ ଆବଶ୍ୟକତା ରହିଛି। ତେବେ ନିଜର ମନ ଉପରେ ଏଭଳି ନିୟନ୍ତ୍ରଣ ଶକ୍ତି ରହିବା ଦରକାର ଯେପରି ସ୍ଥୂଳ ହାତ ଗୋଡ଼କୁ ଯେପରି ଇଚ୍ଛା ସେହିପରି କରିପାରୁଛ। ଏଥିପାଇଁ କ'ଣ ସମୟ ଲାଗୁଛି କି? ଯଦି ଏବେ ଭାବିବ ହାତକୁ ଉପରକୁ କରିବାର ଅଛି, ତେବେ ଏଥିପାଇଁ କ'ଣ ସମୟ ଲାଗିବ? କରିପାରିବ ନା? ଏବେ ଯଦି ବାପ ଦାଦା କହିବେ ହାତ ଉପରକୁ କର, ତେବେ କରିଦେବ ନା? ଏବେ କରିବା ଦରକାର ନାହିଁ, କିନ୍ତୁ କରି ତ ପାରିବ ନା? ସେହିପରି ନିଜର ମନ ଉପରେ ମଧ୍ୟ ସେତିକି ନିୟନ୍ତ୍ରଣ ରହିବା ଦରକାର। ଯେଉଁଠି ଯେତେବେଳେ ଏକାଗ୍ର କରିବାକୁ ଚାହିଁବ କରିପାରୁଥିବ। ଯଦିଓ ମନ ହାତ ଗୋଡ଼ଠାରୁ ସୂକ୍ଷ୍ମ ଅଟେ, କିନ୍ତୁ ତୁମର ତ ଅଟେ ନା? ମୋର ମନ କହୁଛ ନା? ତୋର ମନ ତ କହୁନାହ ନା? ତେଣୁ ଯେପରି ଏହି ସ୍ଥୂଳ କର୍ମେନ୍ଦ୍ରିୟ ଗୁଡ଼ିକ ତୁମର ନିୟନ୍ତ୍ରଣରେ ରହୁଛନ୍ତି, ସେହିପରି ମନ ବୁଦ୍ଧି ସଂସ୍କାର ମଧ୍ୟ ନିୟନ୍ତ୍ରଣରେ ରହୁଥିବେ। ତେବେ କୁହାଯିବ ନମ୍ବର 1 ବିଜୟୀ। ବୈଜ୍ଞାନିକମାନେ ତ ରକେଟ୍ ଦ୍ୱାରା ବା ନିଜର କୌଣସି ସାଧନ ଦ୍ୱାରା ଏହି ଦୁନିଆ ଭିତରେ ପହଞ୍ଚି ଯାଇପାରୁଛନ୍ତି। ଅଧିକରୁ ଅଧିକ କୌଣସି ଗ୍ରହ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚି ଯାଉଛନ୍ତି। କିନ୍ତୁ ତୁମେ ବ୍ରାହ୍ମଣ ଆତ୍ମାମାନେ 3 ଲୋକ ପର୍ଯ୍ୟନ୍ତ ପହଞ୍ଚି ଯାଇପାରିବ। ଗୋଟିଏ ସେକେଣ୍ଡ ଭିତରେ ସୂକ୍ଷ୍ମ ଲୋକ, ନିରାକାରୀ ଲୋକ ଏବଂ ସ୍ଥୂଳରେ ମଧୁବନ ପର୍ଯ୍ୟନ୍ତ ତ ପହଞ୍ଚି ଯାଇପାରିବ ନା? ଯଦି ମନକୁ ଆଦେଶ ଦେବ ମୋତେ ମଧୁବନରେ ପହଞ୍ଚିବାର ଅଛି, ତେବେ ଗୋଟିଏ ସେକେଣ୍ଡରେ ପହଞ୍ଚି ଯାଇପାରିବ ତ? ଶରୀର ଦ୍ୱାରା ନୁହେଁ, ମନ ଦ୍ୱାରା ଆଦେଶ ଦିଅ ମୋତେ ସୂକ୍ଷ୍ମ ବତନକୁ ଯିବାର ଅଛି ବା ନିରାକାରୀ ବତନକୁ ଯିବାର ଅଛି। ତେବେ 3ଟି ଯାକ ଲୋକରେ ଅର୍ଥାତ୍ 3ଟି ଯାକ ଦୁନିଆରେ ଯେବେ ଇଚ୍ଛା ମନକୁ ପହଞ୍ଚାଇ ଦେଇପାରିବ ତ? ଅଭ୍ୟାସ ଅଛି ତ? ତେବେ ବର୍ତ୍ତମାନ ଏହି ଅଭ୍ୟାସ କରିବାର ଅଧିକ ଆବଶ୍ୟକତା ରହିଛି। ବାପଦାଦା ଦେଖୁଛନ୍ତି, ଅଭ୍ୟାସ ତ କରୁଛ, କିନ୍ତୁ ଯେବେ ଇଚ୍ଛା ଯେତେ ସମୟ ଇଚ୍ଛା ମନବୁଦ୍ଧି ଏକାଗ୍ର ହୋଇଯାଉ, ଅଚଳ ହୋଇଯାଉ, ହଲଚଲରେ ନ ଆସୁ, ଏହା ଉପରେ ଆହୁରି ଅଧିକ ଧ୍ୟାନ ଦିଅ। ଦୁନିଆରେ ଯେଉଁ ଗାୟନ ରହିଛି, ମନକୁ ଜିତିଲେ ଜଗତକୁ ଜିତିବ। କିନ୍ତୁ ଏବେ ତ ମନ କେବେ କେବେ ଧୋକା ମଧ୍ୟ ଦେଇଦେଉଛି। ତେବେ ବାପଦାଦା ଆଜିର ସମର୍ଥ ଦିବସରେ ଏହି ସମର୍ଥି ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ହେ ସ୍ୱରାଜ୍ୟ ଅଧିକାରୀ ପିଲାମାନେ, ଏବେ ଏହି ବିଶେଷ ଅଭ୍ୟାସକୁ ଚାଲିବା ବୁଲିବା ସମୟରେ ଚେକ୍ କର। କାହିଁକି ନା ସମୟ ଅନୁସାରେ ଏବେ ଅଚାନକର ଖେଳ ବହୁତ ଦେଖିବ। ଏଥିପାଇଁ ଏକାଗ୍ରତାର ଶକ୍ତି ଆବଶ୍ୟକ। ଏକାଗ୍ରତାର ଶକ୍ତି ଆଧାରରେ ଦୃଢ଼ତାର ଶକ୍ତି ମଧ୍ୟ ସହଜରେ ଆସିଯାଏ ଏବଂ ଦୃଢ଼ତା ସଫଳତାକୁ ସ୍ୱତଃ ହିଁ ପ୍ରାପ୍ତ କରାଇଦିଏ। ତେଣୁ ଏହି ସମର୍ଥି ଦିବସରେ ବିଶେଷ ଭାବରେ ଏହିଭଳି ସମର୍ଥିର ଅଭ୍ୟାସ ଉପରେ ବିଶେଷ ଧ୍ୟାନ ଦିଅ। ସେଥିପାଇଁ ଭକ୍ତି ମାର୍ଗରେ ମଧ୍ୟ କୁହାଯାଉଛି, ମନରେ ହାରିଯିବା ଏବଂ ମନରେ ଜିତିଯିବା ହିଁ ହାର ଜିତ ଅଟେ। ତେଣୁ ଯେହେତୁ ମୋର ମନ ବୋଲି କହୁଛ, ତେବେ ମୋରର ମାଲିକ ହୋଇ ସର୍ବଶକ୍ତିର ଲଗାମ ଦ୍ୱାରା ମନ ଉପରେ ବିଜୟ ପ୍ରାପ୍ତ କର। ଏହି ନୂତନ ବର୍ଷରେ ଏହି ପାଠ ଉପରେ ବିଶେଷ ଧ୍ୟାନ ଦିଅ। ଏହାକୁ ହିଁ କୁହାଯାଉଛି ଯୋଗୀ ତ ଅଟ, କିନ୍ତୁ ଏବେ ପ୍ରୟୋଗୀ ହୁଅ। ବାକି ଆଜିର ଦିନରେ ସ୍ନେହର ବାର୍ତ୍ତାଳାପ, ସ୍ନେହପୂର୍ଣ୍ଣ ଉଲୁଗୁଣା ବା ଅଭିଯୋଗ ଏବଂ ସମାନ ହେବାର ଉମଙ୍ଗ ଉତ୍ସାହ, ଏହି 3 ପ୍ରକାରର ବାର୍ତ୍ତାଳାପ ବାପଦାଦାଙ୍କ ପାଖରେ ପହଞ୍ଚି ଯାଇଛି। ଚାରିଆଡ଼ର ପିଲାମାନଙ୍କର ସ୍ନେହଭରା ସ୍ମୃତି ଏବଂ ସ୍ନେହଭରା ଭଲ ପାଇବା ମଧ୍ୟ ବାପଦାଦାଙ୍କ ପାଖରେ ପହଞ୍ଚି ଯାଇଛି। ପତ୍ର ମଧ୍ୟ ପହଞ୍ଚିଛି, ବାର୍ତ୍ତାଳାପ ମଧ୍ୟ ପହଞ୍ଚିଛି ଏବଂ ସନ୍ଦେଶ ମଧ୍ୟ ପହଞ୍ଚିଛି।
ବାପଦାଦା ମଧ୍ୟ ପିଲାମାନଙ୍କର ସ୍ନେହକୁ ସ୍ୱୀକାର କରିଛନ୍ତି ଏବଂ ତା'ର ପ୍ରତିଦାନରେ ସ୍ନେହ ସମ୍ପନ୍ନ ଶୁଭେଚ୍ଛା ମଧ୍ୟ ଦେଇଛନ୍ତି। ଆନ୍ତରିକ ଆଶୀର୍ବାଦ ମଧ୍ୟ ଦେଉଛନ୍ତି। ଜଣ ଜଣକର ନାମ ତ ଶୁଣାଇ ପାରିବୁ ନାହିଁ ନା, କାରଣ ବହୁତ ଅଛନ୍ତି। କିନ୍ତୁ କୋଣ ଅନୁକୋଣରେ ଗାଁ ଗାଁର ସହର ସହରର ସବୁ ଆଡ଼ର ପିଲାମାନଙ୍କର, ବାନ୍ଧେଲି ମାତାମାନଙ୍କର, ବିଳାପ କରୁଥିବା ଆତ୍ମାମାନଙ୍କର ସମସ୍ତଙ୍କର ଶୁଭେଚ୍ଛା ବାର୍ତ୍ତା ମଧ୍ୟ ପହଞ୍ଚିଛି। ତେଣୁ ଏବେ ବାପଦାଦା ଏହି କଥା କହୁଛନ୍ତି ଯେ ସ୍ନେହର ପ୍ରତିଦାନରେ ଏବେ ନିଜକୁ ପରିବର୍ତ୍ତନ କର। ଏବେ ବିଶ୍ୱରୂପୀ ମଞ୍ଚ ଉପରେ ନିଜର ସମ୍ପନ୍ନ ସ୍ୱରୂପକୁ ପ୍ରତ୍ୟକ୍ଷ କର। ତୁମମାନଙ୍କର ସମ୍ପନ୍ନତା ଆଧାରରେ ହିଁ ଦୁଃଖ ଅଶାନ୍ତି ସମାପ୍ତ ହେବ। ଏବେ ନିଜର ଭାଇ ଭଉଣୀମାନଙ୍କୁ ଅଧିକ ଦୁଃଖ ଦେଖିବାକୁ ଦିଅ ନାହିଁ। ଏହି ଦୁଃଖ ଅଶାନ୍ତିରୁ ମୁକ୍ତ କରାଅ। ସେମାନେ ବହୁତ ଭୟଭୀତ ଅବସ୍ଥାରେ ଅଛନ୍ତି। କ'ଣ କରିବୁ, କ'ଣ ହେବ, ଏହିଭଳି ଅନ୍ଧକାର ଭିତରେ ଭଟକୁଛନ୍ତି। ଏବେ ସେହି ଆତ୍ମାମାନଙ୍କୁ ଆଲୋକର ରାସ୍ତା ଦେଖାଅ। କ'ଣ ତୁମମାନଙ୍କ ଭିତରେ ଉମଗ ଉତ୍ସାହ ଆସୁଛି ତ? ଦୟା ଆସୁଛି ତ? ଏବେ ସମସ୍ତେ ବେହଦକୁ ଦେଖ, ବେହଦ ଉପରେ ଦୃଷ୍ଟି ପକାଅ। ଆଚ୍ଛା, ଦିଆଯାଇଥିବା ପାଠ ତ ମନେ ରହିବ ନା? ଭୁଲିଯିବ ନାହିଁ ତ? ପ୍ରାଇଜ୍ ଦିଆଯିବ। ଯେଉଁମାନେ 1 ମାସ ଭିତରେ ମନକୁ ସମ୍ପୂର୍ଣ୍ଣ ନିଜର କଣ୍ଟ୍ରୋଲିଂ ପାୱାର ଦ୍ୱାରା ପୁରା ମାସ ଯେଉଁଠି ଚାହିଁବ, ଯେତେବେଳେ ଚାହିଁବ ଏକାଗ୍ର କରିପାରୁଥିବ, ଏହିଭଳି ଫଳାଫଳର ଚାର୍ଟ ଥିଲେ ପ୍ରାଇଜ୍ ମଧ୍ୟ ଦିଆଯିବ। ଠିକ୍ ଅଛି ତ? ତେବେ କିଏ ସବୁ ଏହି ପୁରସ୍କାର ନେବ? ପ୍ରଥମେ ପାଣ୍ଡବମାନଙ୍କୁ ଏବଂ ଶକ୍ତିମାନଙ୍କୁ ଅଭିନନ୍ଦନ। A1 ନମ୍ବର ଅଟନା? ତେବେ ପାଣ୍ଡବମାନେ ନମ୍ବର 1 ହେଲେ ଶକ୍ତିମାନେ A1 ଅଟନ୍ତି। ଯଦି ଶକ୍ତିମାନେ A1 ନ ହେବେ ତେବେ ପାଣ୍ଡବମାନେ A1 ହେବେ। ତେଣୁ ଏବେ ପୁରୁଷାର୍ଥର ବେଗକୁ ଟିକିଏ ତୀବ୍ର କର। ଆରାମଯୁକ୍ତ ପୁରୁଷାର୍ଥ ନୁହେଁ, ତୀବ୍ର ଗତିର ପୁରୁଷାର୍ଥ ଦ୍ୱାରା ହିଁ ଆତ୍ମାମାନଙ୍କର ଦୁଃଖ ଦରଦ ସମାପ୍ତ ହେବ। ଏବେ ଦୟାର ଛତ୍ରଛାୟା ଆତ୍ମାମାନଙ୍କ ଉପରେ ପକାଅ। ଆଚ୍ଛା, ଡବଲ ବିଦେଶୀ ଭାଇ ଭଉଣୀମାନଙ୍କ ସହିତ ବାପଦାଦା କହୁଛନ୍ତି ଡବଲ ବିଦେଶୀ ଅର୍ଥ ହେଲା ନିଜର ଡବଲ ପୁରୁଷାର୍ଥ ଦ୍ୱାରା ଆଗକୁ ବଢ଼ୁଥିବା ଆତ୍ମାମାନେ। ଯେପରି ଡବଲ ବିଦେଶୀ ତୁମମାନଙ୍କର ଉପାଧି ବା ସଙ୍କେତ ଅଟେ ନା, ସେହିପରି ନମ୍ବର 1 ପଦ ନେବାରେ ମଧ୍ୟ ଡବଲ ବିଦେଶୀମାନେ ଡବଲ ସ୍ପିଡ଼ରେ ଆଗକୁ ବଢ଼ିବା ବାଲା ଅଟନ୍ତି। ବହୁତ ଭଲ କଥା। ପ୍ରତ୍ୟେକ ଗ୍ରୁପରେ ବାପଦାଦା ଡବଲ ବିଦେଶୀମାନଙ୍କୁ ଦେଖି ଖୁସି ହେଉଛନ୍ତି, କାହିଁକି ନା ଭାରତବାସୀ ପିଲାମାନେ ମଧ୍ୟ ତୁମମାନଙ୍କୁ ଦେଖି ଖୁସି ହେଉଛନ୍ତି। ବାପଦାଦା ମଧ୍ୟ ନିଜର ବିଶ୍ୱ କଲ୍ୟାଣକାରୀ ଉପାଧିକୁ ଦେଖି ଖୁସି ହେଉଛନ୍ତି। ଏବେ ଡବଲ ବିଦେଶୀମାନେ କେଉଁ ଯୋଜନା କରୁଛ? ବାପଦାଦାଙ୍କୁ ଖୁସି ଲାଗୁଛି ଯେ ଆଫ୍ରିକା ବାଲା ତୀବ୍ର ପୁରୁଷାର୍ଥ କରୁଛନ୍ତି। ତେଣୁ ତୁମେମାନେ ମଧ୍ୟ ତୁମର ଆଖପାଖରେ ଥିବା ଯେଉଁ ଭାଇ ଭଉଣୀମାନେ ରହିଯାଇଛନ୍ତି ସେମାନଙ୍କୁ ସନ୍ଦେଶ ଦେବାର ଉମଗ ଉତ୍ସାହ ରଖ। ଯେପରି କାହାର ଉଲୁଗୁଣା ରହି ନଯାଉ। ବୃଦ୍ଧି ତ ହେଉଛି ଏବଂ ହୋଇଚାଲିବ ମଧ୍ୟ, କିନ୍ତୁ ଏବେ ଉଲୁଗୁଣାକୁ ସମାପ୍ତ କରିବାକୁ ହେବ। ଡବଲ ବିଦେଶୀମାନଙ୍କର ଏହି ବିଶେଷତାକୁ ତ ଶୁଣାଇ ଆସୁଛ ଯେ ଭୋଳା ବାବାଙ୍କୁ ସନ୍ତୁଷ୍ଟ କରିବାର ଯେଉଁ ସାଧନ ରହିଛି, ସଚ୍ଚା ଦିଲ୍ ଉପରେ ସାହେବ ବାବା ସର୍ବଦା ରାଜି ରହିଥାନ୍ତି। ଏହା ହିଁ ଡବଲ ବିଦେଶୀ ପିଲାମାନଙ୍କର ବିଶେଷତା। ବାବାଙ୍କୁ ରାଜି କରିବାର କଳା ବହୁତ ଭଲ ଭାବରେ ଜଣାଅଛି। ତେବେ ସଚ୍ଚା ଦିଲ୍ ବାବାଙ୍କୁ କାହିଁକି ପ୍ରିୟ ଲାଗିଥାଏ? କାହିଁକି ନା ବାବାଙ୍କୁ ସମସ୍ତେ ସତ୍ୟ ବୋଲି କହିଥାନ୍ତି। ଗଡ଼୍ ଇଜ୍ ଟ୍ରୁଥ୍ କହିଥାନ୍ତି ନା। ତେଣୁ ବାପ ଦାଦାଙ୍କୁ ସ୍ୱଚ୍ଛ ହୃଦୟ, ସଚ୍ଚା ହୃଦୟ ବାଲା ବହୁତ ପ୍ରିୟ ଅଟନ୍ତି। ଏହା ଠିକ୍ କଥା ନା? ସ୍ୱଚ୍ଛ ହୃଦୟ, ସଚ୍ଚା ହୃଦୟ, ସତ୍ୟତା ହିଁ ବ୍ରାହ୍ମଣ ଜୀବନର ମହାନତା। ସେଥିପାଇଁ ଡବଲ ବିଦେଶୀମାନଙ୍କୁ ବାପ ଦାଦା ସର୍ବଦା ମନେ ପକାଉଛନ୍ତି। ଭିନ୍ନ ଭିନ୍ନ ଦେଶରେ ଆତ୍ମାମାନଙ୍କୁ ସନ୍ଦେଶ ଦେବାର ନିମିତ୍ତ ହୋଇଯାଇଛ। ଦେଖ, ଆଜି କେତେ ଦେଶରୁ ପିଲାମାନେ ଆସିଛନ୍ତି। ତେବେ ଏତେ ସବୁ ଦେଶର କଲ୍ୟାଣ ତ ହେଲା ନା? ଏଠାକୁ ତ ତୁମେମାନେ ନିମିତ୍ତ ରୂପରେ କେତେ ଜଣ ଆସିଛ, କିନ୍ତୁ ବାପଦାଦା ଚାରିଆଡ଼ର ନିମିତ୍ତ ହୋଇଥିବା ପିଲାମାନଙ୍କୁ, ଡବଲ ବିଦେଶୀ ପିଲାମାନଙ୍କୁ ଅଭିନନ୍ଦନ ଦେଉଛନ୍ତି, ବଧାଇ ଦେଉଛନ୍ତି। ଉଡ଼ୁଥାଅ, ଉଡ଼ାଉଥାଅ। ତୁମମାନଙ୍କର ଉଡ଼ିବାର କଳା ଆଧାରରେ ସମସ୍ତଙ୍କର ଭଲ ନିଶ୍ଚିତ ହୋଇଯିବ।
ସମସ୍ତେ ତାଜା ହୋଇଯାଇଛ ତ? ସତେଜ ହୋଇଗଲ ତ? ଏହି ସତେଜତା ସର୍ବଦା ଅମର ରହିବ ନା ମଧୁବନରେ ହିଁ ଏଥିରୁ ଅଧା ଛାଡ଼ି ଦେଇଯିବ? ସାଥିରେ ରହିବ ତ? ସର୍ବଦା ରହିବ ତ? ଅମର ଭବର ବରଦାନ ମିଳିଛି ନା? ତେଣୁ ଯାହା ସବୁ ପରିବର୍ତ୍ତନ କରିଛ ତାହା ସର୍ବଦା ବଢ଼ି ବଢ଼ି ଚାଲିବ, ଅମର ରହିବ। ଆଚ୍ଛା, ବାପଦାଦା ମଧ୍ୟ ଖୁସି ଅଛନ୍ତି ଏବଂ ତୁମେମାନେ ମଧ୍ୟ ଖୁସି ଅଛ, ତେଣୁ ଅନ୍ୟମାନଙ୍କୁ ମଧ୍ୟ ଖୁସି ଦେବ। ଆଚ୍ଛା, ଜ୍ଞାନ ସରୋବରକୁ 10 ବର୍ଷ ହୋଇଗଲା। ଆଚ୍ଛା, ଭଲ କଥା। ଜ୍ଞାନ ସରୋବର ଗୋଟିଏ ବିଶେଷ ସେବା ଆରମ୍ଭ କରିଛି। ଯେବେଠାରୁ ଜ୍ଞାନ ସରୋବର ଆରମ୍ଭ ହେଲାଣି ସେବେଠାରୁ ବିଶେଷ କରି VIP, IP ମାନଙ୍କର ବିଧିପୂର୍ବକ ଭାବରେ କାର୍ଯ୍ୟକ୍ରମ କରିବା ଆରମ୍ଭ ହୋଇଯାଇଛି। ସବୁ ବର୍ଗର କାର୍ଯ୍ୟକ୍ରମ ଗୁଡ଼ିକ ଗୋଟିଏ ପରେ ଗୋଟିଏ ହୋଇ ଚାଲିଛି ଏବଂ ଏହା ମଧ୍ୟ ଦେଖାଯାଉଛି ଯେ ଜ୍ଞାନ ସରୋବରକୁ ଆସୁଥିବା ଆତ୍ମାମାନଙ୍କର ସ୍ଥୂଳ ସେବା ଏବଂ ଅଲୌକିକ ସେବା ବହୁତ ଆଗ୍ରହର ସହିତ କରୁଛନ୍ତି। ସେଥିପାଇଁ ଜ୍ଞାନ ସରୋବର ବାଲାଙ୍କୁ ବାପଦାଦା ବିଶେଷ ଅଭିନନ୍ଦନ ଦେଉଛନ୍ତି, ଯାହାକି ସେବାର ଫଳାଫଳରେ ସମସ୍ତେ ଖୁସି ହୋଇ ଯାଉଛନ୍ତି ଏବଂ ଖୁସି ମନରେ ଅନ୍ୟ ସାଥୀମାନଙ୍କୁ ମଧ୍ୟ ସାଥିରେ ନେଇ ଆସୁଛନ୍ତି। ତେଣୁ ଜ୍ଞାନ ସରୋବର ଚାରିଆଡ଼େ ସନ୍ଦେଶ ଦେବାର ନିମିତ୍ତ ହୋଇଯାଇଛି। ତେଣୁ ସମସ୍ତଙ୍କୁ ଅଭିନନ୍ଦନ ଏବଂ ସଦାସର୍ବଦା ଏହିଭଳି ଅଭିନନ୍ଦନ ନେଇ ଚାଲିଥାଅ। ଆଚ୍ଛା, ଏବେ ଗୋଟିଏ ସେକେଣ୍ଡରେ ମନକୁ ଏକାଗ୍ର କରିପାରିବ? ସମସ୍ତେ ଗୋଟିଏ ସେକେଣ୍ଡରେ ବିନ୍ଦୁ ରୂପରେ ସ୍ଥିତ ହୋଇଯାଅ। ବାପଦାଦା ଡ୍ରିଲ୍ କରାଇଲେ। ଆଚ୍ଛା, ଏହିଭଳି ଅଭ୍ୟାସ ଚାଲିବା ବୁଲିବା ସମୟରେ କରୁଥାଅ। ଚାରିଆଡ଼ର ସ୍ନେହୀ ଏବଂ ଲଭ୍ଲିନି ଆତ୍ମାମାନଙ୍କୁ, ସର୍ବଦା ଦୟାଶୀଳ ହୋଇ ପ୍ରତ୍ୟେକ ଆତ୍ମାକୁ ଦୁଃଖ ଅଶାନ୍ତିରୁ ମୁକ୍ତ କରୁଥିବା ଶ୍ରେଷ୍ଠ ଆତ୍ମାମାନଙ୍କୁ, ସର୍ବଦା ନିଜର ମନବୁଦ୍ଧି ସଂସ୍କାରକୁ କଣ୍ଟ୍ରୋଲିଂ ପାୱାର ଦ୍ୱାରା କଣ୍ଟ୍ରୋଲରେ ଅର୍ଥାତ୍ ନିୟନ୍ତ୍ରଣରେ ରଖୁଥିବା ମହାବୀରୀ ଆତ୍ମାମାନଙ୍କୁ, ସର୍ବଦା ସଙ୍ଗମ ଯୁଗର ଜୀବନମୁକ୍ତ ସ୍ଥିତିକୁ ଅନୁଭବ କରୁଥିବା ବାପ ସମାନ ଆତ୍ମାମାନଙ୍କୁ ବାପଦାଦାଙ୍କର ପଦ୍ମଗୁଣା ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପଦାଦାଙ୍କୁ ନମସ୍ତେ ନମସ୍ତେ ଏବଂ ସୁପ୍ରଭାତ। ବରଦାନ: ସମସ୍ତଙ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଉଥିବା ଦୟାଳୁ ପିତାଙ୍କର ସନ୍ତାନ ଦୟାଳୁ ଭବ। ସମସ୍ତଙ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଉଥିବା ଦୟାଳୁ ପିତାଙ୍କର ସନ୍ତାନ ଦୟାଳୁ ଭବ। ଡିଟେଲ୍ସ: ଦୟାଳୁ ପିତାଙ୍କର ଦୟାଳୁ ପିଲାମାନେ ଯଦି କାହାକୁ ବି ଭିକାରୀ ରୂପରେ ଦେଖିବେ ତେବେ ତାଙ୍କୁ ନିଶ୍ଚିତ ଦୟା ଲାଗିବ ଯେ ଏହି ଆତ୍ମାକୁ ମଧ୍ୟ ଲକ୍ଷ୍ୟ ମିଳିଯାଉ, ଏହାର ମଧ୍ୟ କଲ୍ୟାଣ ହୋଇଯାଉ। ସେମାନଙ୍କର ସମ୍ପର୍କରେ ଯିଏ ବି ଆସିବ ତାକୁ ବାବାଙ୍କର ପରିଚୟ ନିଶ୍ଚିତ ଦେବେ। ଯେପରି କେହି ଘରକୁ ଆସିଲେ ତାକୁ ପ୍ରଥମେ ପାଣି ପିଇବାକୁ ଦିଆଯାଏ, ଯଦି ସେମିତି ଚାଲିଯାଏ ତେବେ ଖରାପ ମନେ କରିଥାନ୍ତି। ସେହିପରି ଯେଉଁମାନେ ବି ତୁମର ସମ୍ବନ୍ଧ ସମ୍ପର୍କରେ ଆସୁଛନ୍ତି ତାଙ୍କୁ ପ୍ରଥମେ ବାବାଙ୍କର ପରିଚୟ ରୂପୀ ପାଣି ନିଶ୍ଚିତ ପିଇବାକୁ ଦିଅ, ଅର୍ଥାତ୍ ଦାତାଙ୍କର ସନ୍ତାନ ଦାତା ହୋଇ କିଛି ନା କିଛି ଦିଅ, ଯାହାଦ୍ୱାରା ତାଙ୍କୁ ମଧ୍ୟ ଲକ୍ଷ୍ୟସ୍ଥଳର ରାସ୍ତା ମିଳିଯାଉ। ସ୍ଲୋଗାନ: ଯଥାର୍ଥ ବୈରାଗ୍ୟ ବୃତ୍ତିର ସହଜ ଅର୍ଥ ହେଲା ଯେତିକି ନିଆରା ସେତିକି ପ୍ରିୟ। ଯଥାର୍ଥ ବୈରାଗ୍ୟ ବୃତ୍ତିର ସହଜ ଅର୍ଥ ହେଲା ଯେତିକି ନିଆରା ସେତିକି ପ୍ରିୟ। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇଶାରା: କମ୍ବାଇଣ୍ଡ ରୂପର ସ୍ମୃତି ଦ୍ୱାରା ସର୍ବଦା ବିଜୟୀ ହୁଅ। ମୁଁ ଏବଂ ମୋର ବାବା, ଏହି ସ୍ମୃତି ଦ୍ୱାରା ସର୍ବଦା କମ୍ବାଇଣ୍ଡ ଅର୍ଥାତ୍ ଯୁଗଳ ରୂପରେ ରୁହ, ତେବେ ମାୟା ଜିତ୍ ହୋଇଯିବ। କରନ କରାବନ ହାର ଅର୍ଥାତ୍ କରି କରାଇବା ବାଲା, ଏହି ଶବ୍ଦରେ ବାବା ଏବଂ ପିଲାମାନେ ଉଭୟ କମ୍ବାଇଣ୍ଡ ଅଟନ୍ତି। ହାତ ପିଲାମାନଙ୍କର ଏବଂ କାମ ବାବାଙ୍କର। ହାତ ବଢ଼ାଇବାର ସୁବର୍ଣ୍ଣ ସୁଯୋଗ ପିଲାମାନଙ୍କୁ ହିଁ ମିଳିଛି, କିନ୍ତୁ ଅନୁଭବ ହେଉଛି ଯେ କରାଇଲା ବାଲା ଅର୍ଥାତ୍ ନିର୍ଦ୍ଦେଶକର୍ତ୍ତା ବାବା ସବୁକିଛି କରାଉଛନ୍ତି, ଆମକୁ ନିମିତ୍ତ କରି ଚଳାଉଛନ୍ତି। ଏହି ଶବ୍ଦ ମନ ଭିତରୁ ବାହାରୁଛି। ଓମ୍ ଶାନ୍ତି।